ଆଜ୍ଞା। ଶ୍ରୀ ଗଣେଶଙ୍କ ବିଷୟରେ କିଛି କହିବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଗଣେଶ ପୂଜା କେଉଁ ମାସରେ ପାଳନ କରାଯାଏ? ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ। ଗଣେଶଙ୍କର ପିତାଙ୍କ ନାମ? ତାଙ୍କ ନାମ ମହାଦେବ। ଶ୍ରୀ ଗଣେଶଙ୍କ ମାତାଙ୍କ ନାମ? ପାର୍ବତୀ। ମାତା ପାର୍ବତୀ ଗଣେଶ ଠାକୁରଙ୍କୁ କେଉଁଥିରେ ତିଆରି କରିଥିଲେ? ହଳଦୀ। ଶ୍ରୀ ଗଣେଶଙ୍କର ବାହନ? ମୂଷା। ପ୍ରଭୁ ଶ୍ରୀ ଗଣେଶଙ୍କର ଦୁଇ ପତ୍ନୀଙ୍କ ନାମ? ରିଦ୍ଧି ସିଦ୍ଧି। ଶ୍ରୀ ଗଣେଶଙ୍କର କେତେ ଜଣ ପୁତ୍ର ଅଛନ୍ତି? 2 ଜଣ। କିଏ କିଏ? ଶୁଭ ଲାଭ। ଗଣେଶଙ୍କର ପ୍ରିୟ ଫୁଲର ନାମ? ଫୁଲର ନାମ ହେଲା ନାଲି ମନ୍ଦାର। ଗଣେଶଙ୍କର ବାହନ କିଏ? ମୂଷା। ଶ୍ରୀ ଗଣେଶଙ୍କର ଗୋଟେ ଦାନ୍ତ କିଏ ଭାଙ୍ଗିଥିଲେ? ପରଶୁରାମ। କେଉଁ ଦେଶର ନୋଟରେ ପ୍ରଭୁ ଶ୍ରୀ ଗଣେଶଙ୍କର ପ୍ରତିଛବି ରହିଛି? ଇଣ୍ଡୋନେସିଆ। ପ୍ରଭୁ ଶ୍ରୀ ଗଣେଶ କେଉଁ ପୁସ୍ତକ ରଚନା କରିଥିଲେ? ପୁସ୍ତକ ରଚନା ଜାଣିନି। ଭାଦ୍ରବ ଭାରତ। ମହାଭାରତ ଲେଖିବା ପାଇଁ କେତେ ବର୍ଷ ଲାଗିଥିଲା? 3 ବର୍ଷ। ଗଣେଶଙ୍କର ପ୍ରିୟ ଭୋଗ? ହେଲା ମୋଦକ। ଶ୍ରୀ ଗଣେଶଙ୍କର ଗୁରୁ କିଏ? ଗୁରୁ ପରଶୁରାମ, ଯେ ତାଙ୍କ ଦାନ୍ତ ଭାଙ୍ଗିଥିଲେ। ଆଉ ଶ୍ରୀ ଗଣେଶ ସିଏ ପରଶୁରାମ ଦୁଷ୍ଟ। ଆଉ ଶ୍ରୀ ଗଣେଶ ହାତରେ କଣ ଧରନ୍ତି? ତାଙ୍କ ଅସ୍ତ୍ରର ନାମ? ଅସ୍ତ୍ର। ଅସ୍ତ୍ରର ନାମ କଣ? ଅଙ୍କୁଶ। ଗଣେଶ ଚତୁର୍ଥୀ ଦିନ ମହାଦେବ ଅଙ୍ଗରେ ଧରନ୍ତି। ମହାଦେବ କଣ ଧରନ୍ତି? ତ୍ରିଶୂଳ। ଆଉ କୃଷ୍ଣ ତ୍ରିଶୂଳ ଧରନ୍ତିନି। ଗଣେଶ ଚତୁର୍ଥୀ ଦିନ ଗଣେଶ ଠାକୁରଙ୍କୁ କେଉଁ ପତ୍ର ଲାଗି କରାଯାଏ? କେଉଁ ପତ୍ର? ତୁଳସୀ। ଭାରତର କେଉଁ ରାଜ୍ୟ ଗଣେଶ ପୂଜା ପାଇଁ ପ୍ରସିଦ୍ଧ? ମହାରାଷ୍ଟ୍ର। ଭେରି ଗୁଡ୍। ଗଣପତି ବାପା ମୋରିୟା। मंगल मूर्ति।